आज ମୁଁ କ'ଣ ବନାଉଛି ଦେଖନ୍ତୁ। ମୁଁ ଏଠି ସାରୁର ଗୋଟେ ଗଛ ବଡ଼ଟାଏ ଏପଟେ ଆଣ୍ଡାମାନରେ ଏଠିଟା ମିଳେ। ତାକୁ ମୋ ସ୍ୱାମୀ କାଲି ନେଇକି ଆସିଥିଲେ। ଆଉ ତାକୁ ମୁଁ କାଟି ଦେଉଛି। ତାଙ୍କୁ ଆଜି ତରକାରୀ ବନେଇକି ଦେବି, କାହିଁକିନା ସବୁ କହୁଛନ୍ତି କି ଏଟା ଖାଇଲେ ଦେହ ପାଇଁ ବହୁତ ଭଲ, ଆଉ ଦେହରେ ବ୍ଲଡ଼ ବି ହୁଏ। ଆଉ ଏବେ ତାକୁ ମୁଁ କାଟି କୁଟି ଦେଲା ପରେ ଭଲ ଭାବରେ ମୁଁ ଧୋଇ ଦେଇଥିଲି। ଏବେ ସେଥିରେ ଲୁଣ ପକାଇକି ସିଝେଇ ଦେଲି। ତାପରେ ତାକୁ ମୁଁ ଏବେ ଛାଣି ଦେଉଛି। ସିଝେଇ ଦେଲା ପରେ ତାକୁ ଛାଣି ଦେଲା ପରେ ତାକୁ ଏବେ କଢ଼େଇରେ ମୁଁ ଦେଲି ସୋରିଷ ତେଲ। ସେଥିରେ ଟିକେ ଫୁଟଣ ଆଉ ଜିରା ଦେଇକି ତାପରେ କଟା ପିଆଜ ଦେଲେ, ରସୁଣ, କଞ୍ଚା ଲଙ୍କା, ଟମାଟୋ ଆଉ ଲୁଣ ଦେଇକି ତାକୁ ଟିକେ ଭାଜି ଦେଉଛି। ଭାଜି ସାରିଲା ପରେ ଏଥିରେ ହଳଦୀ, ଲଙ୍କା ପାଉଡ଼ର ଆଉ ଧଣିଆ ପାଉଡ଼ର ଦେଇକି ତାକୁ ଆଉ ଟିକେ ମିକ୍ସ କରିଦେଉଛି। ଏବେ ସେଥିରେ ଟିକେ ନାକୁ ପାଣି ଦେଇକି ସିଝେଇ ଦେଇଦେଲା ପରେ ମସଲାକୁ ଏବେ ଯେ ଆମେ ସିଝେଇ ରଖିଥିଲେ ସାରୁର ଡଣ୍ଡିକୁ ତାକୁ ଆମେ ଦେଇଦେଲେ। ସେଥିରେ ଭଲ ଭାବରେ ମିକ୍ସ କଲା ପରେ ସେଥିରେ ତେନ୍ତୁଳି ରସ ଦେଲି ଆଉ କିଛି ଧଣିଆ ପତ୍ର ଦେଇକି ଭଲ ଭାବରେ ମିକ୍ସ କରିଦେଲି। ଏବେ ଗୋଟେ ପ୍ଲେଟ୍କୁ ବାହାର କରିଦେଉଛି। ଏଇଟା ଖାଇଲେ ଦେହ ପାଇଁ ବହୁତ ଭଲ। ଆଉ ଏଠି ସମସ୍ତେ କୁହନ୍ତି କି ଏଇଟା ଖାଇଲେ ଦେହରେ ବ୍ଲଡ଼ ହେବ। ଆଉ ଏମିତି ବନାନ୍ତୁ, ଖାଆନ୍ତୁ।